ଗୁଣ୍ଡାମାନେ ଆଦ୍ୟାକୁ ମାରିବାକୁ ଆସିଲା ବେଳେ ଆଦ୍ୟା ଅଟୋରେ ପଳାଉଛି। ହଁ ସାଙ୍ଗମାନେ, ଗୁଣ୍ଡାମାନେ ଆଦ୍ୟାକୁ ଅଟୋ ପଛେ ପଛେ ଫଲୋ କରୁଛନ୍ତି। ସେପଟେ ମଧୁ ଆଦ୍ୟା ଆନ୍ୟା ପାଇଁ ଲଡୁ ବନାଉଛି। ମଲ୍ଲିକା କହୁଛି, ୱାଓ ମାମା, ଆପଣ କେମିତି ଜାଣିଲେ ଲଡୁ ମୋ ଫେଭରେଟ ବୋଲି? ଏସବୁ ଲଡୁ ମୋର, ମୁଁ କାହାକୁ ବି ଭାଗ ଦେବିନି। ମଧୁ କୁହେ, ମୁଁ ଆଦ୍ୟା ଆଉ ଆନ୍ୟା ପାଇଁ ଲଡୁ ବନାଉଛି। ତୁ ଲଡୁ ଗୋଲ ଗୋଲ କରିକି ରଖ। ମଲ୍ଲିକାର ଲଡୁ ଦେଖିକି ଶାଲିନୀ ଆଉ ଝିଲମିଲ ତାର ବହୁତ ମଜା ଉଡାନ୍ତି। ମଧୁ କୁହେ, ତୁ ପାରିବୁନି, ଯା। ମଲ୍ଲିକା ଗୁଣ୍ଡାକୁ କଲ କରିକି କୁହେ, କଣ କାମ ହେଇଗଲା ତ? ଗୁଣ୍ଡା କୁହେ, ନାହିଁ ମ୍ୟାଡାମ, କିନ୍ତୁ ଆମ କାମ ହେଇଯିବ। ମଲ୍ଲିକା ଭାବେ, ଯେତେ ଲଡୁ ବନାଉଛ ବନାଉ, ସେସବୁ ଆଦ୍ୟାର ଅନ୍ତିମ ସଂସ୍କାରରେ ଭୋଗ ହେଇ ଲାଗିବ। ଆଦ୍ୟା ସପିଂ ମଲକୁ ଯାଏ, ତା ପଛରେ ଗୋଟେ ଗୁଣ୍ଡା ବି ଭିତରକୁ ଯାଏ। ଆଦ୍ୟାର ସପିଂ ସରୁ ସରୁ ରାତି ହେଇଯାଏ। ସେ ସେଠୁ ଆସିଲା ବେଳେ ପୁରା ସୁନସାନ, ବି ଗୋଟେ ବି ଲୋକ ନାହାନ୍ତି। ସେ ଟାଇମରେ 4ଟା ଗୁଣ୍ଡା ଆସିକି ତାକୁ ଘେରି ଯାଆନ୍ତି। ଆଦ୍ୟା ଗୁଣ୍ଡାମାନଙ୍କୁ ଦେଖିକି ଡରିକି କହୁଛି, ତମେ ସବୁ କିଏ? ମୋ ବାଟ ଛାଡ, ମୋର ଘରକୁ ଯିବାକୁ ଲେଟ୍ ହଉଛି। କିନ୍ତୁ ଗୁଣ୍ଡାମାନେ କହୁଛନ୍ତି, ଏମିତି ସୁନସାନ ରାସ୍ତାରେ ଆପଣଙ୍କୁ କେମିତି ଛାଡି ପାରିବୁ? ସେପଟେ ଅନି ଆନ୍ୟା ସର୍କସ ଦେଖି ସାରିକି ଘରକୁ ଆସୁଥିଲେ। ଥ୍ୟାଙ୍କ ୟୁ ସାଙ୍ଗମାନେ, ଜୟ ଜଗନ୍ନାଥ।